କେଇ ଜଣଙ୍କର ଅନୁରୋଧ ଥିଲା ଯେ ମଣିପୁର ଚକ୍ର ବୁଝିପାରିଲୁ ନା, ସେ ବିଷୟରେ କିଛି ଆଲୋଚନା କରିବା। ମଣିପୁର ଚକ୍ର ସମସ୍ତଙ୍କର ସମସ୍ତଙ୍କର ଭାବନା ବାହାରେ ଯେ ଗୋଟେ ଚକ୍ର ଅଛି ଏବଂ ତାର କନେକ୍ସନ ଅଛି। ସମସ୍ତଙ୍କର ଧାରଣା ଥିଲା କଣ ଯେ 10 ଦଳ ପଦ୍ମ, 10ଟା ପାଖୁଡା। କିନ୍ତୁ ସାଇନ୍ସ କି ଯେତେବେଳେ ଆମେ ଟଚ୍ କଲୁ ଜଣା ପଡିଲା 10ଟା ଜାଗାରେ କନେକ୍ସନ ଅଛି। ସେ ଚକ୍ରର 10 ଜାଗାରେ କନେକ୍ସନ, ଯେମିତି କି ମୂଳାଧାରରେ 4 ଦଳ ପଦ୍ମ, ସ୍ୱାଧିଷ୍ଠାନରେ 6 ଦଳ ପଦ୍ମ, ମଣିପୁରରେ 10 ଦଳ ପଦ୍ମ, ମାନେ 10ଟା କନେକ୍ସନ ଅଛି। ଏମିତି 50ଟା କନେକ୍ସନ ଅଛି ସବୁ ଯାକ ଚକ୍ରରେ। ଆଜ୍ଞାରୁ ମୂଳାଧାର ପର୍ଯ୍ୟନ୍ତ 50 ପାଖୁଡା। ଏଠି ଗୋଟେ ପାଖୁଡା ମାନେ ଗୋଟେ କନେକ୍ସନ। ଆଉ ସେଇ କନେକ୍ସନ ଭିତରୁ ଆମେ ଆରଥରକ ଆଲୋଚନା କରିଥିଲେ ଯୋଉ ଯୋଉ କନେକ୍ସନ ଯାଇଛି କୋଉଠିକି ଯାଇଛି ଆମେ ଆଲୋଚନା କରିସାରିଛେ। ତେଣୁ ତାକୁ ଆଉ ସେ ଆଲୋଚନାକୁ ଆଣିବା ମୁଁ ଠିକ ଭାବୁନି। ନା ଯଦି କାହାର ଅଛି ମତାମତ କୁହନ୍ତୁ, ଯଦି ଆଲୋଚନା କରିବେ ମୁଁ ପୁଣି କହିଦେବି। କିଏ କହୁଥିଲେ ଯେ 10ଟା 10 ନମ୍ବର କଲେକ୍ସନ କଲିକ ଫ୍ଲେକ୍ସସ୍ ବୃହ ଦନ୍ତକୁ ଯାଇଥାଏ। ଆଉ ଗୋଟେ 8 ନମ୍ବର ହଉଛି ସୁପରିୟର ମେନସେଣ୍ଟେରିକ ଫ୍ଲେକ୍ସସ୍, ଯୋଉଟା କ୍ଷୁଦ୍ରାନ୍ତ୍ର ଓ ଉଦର ଆବରଣକୁ ଯାଇଥାଏ। ଏଇ ଦିଟା ଇମ୍ପୋର୍ଟାଣ୍ଟ କିଏ କହୁଥିଲେ, ତେଣୁ ମୁଁ ଜଣେଇଦେଲି। ଆଉ 10ଟି କନେକ୍ସନ ଅଛି, ମାନେ 10ଟା କନେକ୍ସନ ମାନେ 10ଟା ଜାଗାକୁ ଇନଫ୍ଲୁଏନ୍ସ କରୁଛି, ଶକ୍ତି ଯୋଗଉଛି, ପ୍ରଭାବିତ କରୁଛି। କିଏ ନା ନାଭି ଚକ୍ର ବା ମଣିପୁର ଚକ୍ର, ବା ଅନ୍ୟ ଅର୍ଥରେ କହିପାରିବେ ସୂର୍ଯ୍ୟ କେନ୍ଦ୍ର। ସୂର୍ଯ୍ୟ କେନ୍ଦ୍ର କାହିଁ କୁହାଯାଉଛି ଏ ଚକ୍ରକୁ, ମାନେ ସେଠି ସୂର୍ଯ୍ୟ ଅଛି। ଏ ବାହ୍ୟ ସୂର୍ଯ୍ୟ ନୁହେଁ, ଏଠି ଭିତର ସୂର୍ଯ୍ୟ ଅଛି। ସେ ବି ପ୍ରକାଶମୟ। ଆଉ ସେ ଗୋଟେ ଝିଲି ସଦୃଶ୍ୟ ରହିଛି ନାଭି ଚକ୍ରର ଆବରଣ, ଉଦର ଆବରଣ ତଳକୁ, ଯୋଉଠି କି ତୁମେ ଶକ୍ତି ଅନୁଭବ କରିପାରୁଛ, ପେଟଟାକୁ ଅନୁଭବ କରିପାରୁଛ ସେଇ ସର୍କିଟ ମାଧ୍ୟମରେ। ଆଉ ସୂର୍ଯ୍ୟ କେନ୍ଦ୍ର ବା ସୂର୍ଯ୍ୟ ଯୋଉ କହୁଛେ ଫୋକସ ଅଛି, ଲାଇଟ ଅଛି, ସେ ପଛପଟେ ଅଛି, ଆଗରେ କିଛି ନାହିଁ। ନାଭିରେ ଯୋଉ କହୁଛ ପେଟରେ ନାଭି ରହିଛି, ସେଠି ନାହିଁ, ସେଟା ଭିତରେ ଅଛି। ଯୋଉ ଚକ୍ର ଗୁଡା ଆମର ସ୍ପାଇନାଲ କର୍ଡ ଯାଇଛି, ସ୍ପାଇନାଲ କର୍ଡର ଯୋଉ ଡିସ୍ ଗୁଡେ ଅଛି, ସେଇ ଡିସ୍ ରେ ଗୋଟେ ଗୋଟେ ସ୍ଥାନରେ ଏଇ ଚକ୍ର ସ୍ଥାନିତ ହେଇକି ରହିଛି, ଯୋଉଟା ଫୋକସ କରୁଛି। ତେଣୁ ଏଇ ଚକ୍ର ଇମ୍ପୋର୍ଟାଣ୍ଟ ଏଇଥିପାଇଁ, ଏଠି କୁମୁଦନୀ ଶକ୍ତି ଅଛି। କୁମୁଦନୀ ଶକ୍ତି ମାନେ ଯୋଉଟା କି ମଣିଷକୁ ସତେଜ ରଖିବ, ଆଗ୍ରହ ସୃଷ୍ଟି କରିବ ମଣିଷ ଭିତରେ। ଆଉ କଣ, ଏଇଟା ପ୍ରାଣ ଅପାନ ବାୟୁର ମିଳନ ସ୍ଥଳୀ। ଯୋଉ ପ୍ରାଣ ବାୟୁ ଅପାନ ବାୟୁ ଆସୁଛି ଯାଉଛି, ସେଇଟା ମିଳନ ସ୍ଥଳୀ ମଣିପୁର ଚକ୍ର। ଯୋଉଠି ମିଳନ ହେଇକିରି ଆଉ ଗୋଟେ ବାୟୁ ସୃଷ୍ଟି ହଉଛି, ଯାହାର ନାମ କଣ, ସମାନ ବାୟୁ। ସମାନ ବାୟୁର କାର୍ଯ୍ୟ କଣ ନା, ଇଡା ପିଙ୍ଗଳା ଯୋଉ ଯାଉଛି, ପ୍ରାଣ ଉପାନ ଯୋଉ ଯାଉଛି, ସିଏ ସବୁଆଡେ ଯାଉନି। ମନେ ରଖନ୍ତୁ, ଇଡା ପିଙ୍ଗଳା ଯୋଉ ଯାଉଛି ନାଭିରେ, ନାଭି ପାଖରେ ପହଞ୍ଚୁଛି ନିଶ୍ୱାସରେ,
ଦୁଇ ପୁଡ଼ାରେ ସିଏ ଦୁଇଟି ବାହୁର ମିଳନ ସ୍ଥଳରେ ଆଉ ଗୋଟେ ବାହୁ ସୃଷ୍ଟି ହଉଛି ଚାପରେ। ନା ଇଡା ଆମ ଭିତରେ ପ୍ରବେଶ କରୁଛି ନା ପିଙ୍ଗଳା ପ୍ରବେଶ କରୁଛି। ଆଉ ଗୋଟେ ଫର୍ମେସନ ସୃଷ୍ଟି ହଉଛି ସେଠି, ତାର ମିଳନ, ଯୋଉଟା କି ତାକୁ ସମାନ ବାହୁ କୁହାଯାଏ। ସମାନ ବାହୁର ଅର୍ଥ ହଉଛି ବା ତା କାର୍ଯ୍ୟ ହଉଛି ସବୁଆଡେ ସେଇଟା ବିତରଣ କରିବ, ଶରୀରର ପ୍ରତ୍ୟେକ ଜାଗାରେ ନେଇକି ପହଞ୍ଚେଇବ ସମାନ ବାହୁ ପ୍ରାଣକୁ। ଏବେ ବୁଝିହେଲା? ଏବେ ବୁଝେଇଥିବ ନିଶ୍ଚିନ୍ତ ଯେ ସମାନ ବାହୁ ସର୍ବତ୍ର, ମାନେ ରକ୍ତକୁ ପ୍ରବାହିତ କରୁଛି, ରକ୍ତ ମଧ୍ୟ ତା ଦ୍ୱାରା ପ୍ରଭାବିତ ହଉଛି, ସାଚୁରେସନ ହଉଛି। ଆଉ ବାୟୁଟା ପ୍ରାଣ ରୂପରେ ସବୁ ଜାଗାରେ ପହଞ୍ଚେ, ଏପରିକି ନଖ ପର୍ଯ୍ୟନ୍ତ ମଧ୍ୟ ଯାଉଛି, ଚୁଟି ଅଗ ପର୍ଯ୍ୟନ୍ତ ମଧ୍ୟ ଯାଉଛି। ଖାଲି ଚୁଟି ମୂଳ ନୁହେଁ, ଚୁଟି ଅଗ ପର୍ଯ୍ୟନ୍ତ ମଧ୍ୟ ପ୍ରଭାବିତ ହଉଛି ସମାନ ବାହୁ। ତେଣୁ ସମାନ ବାହୁ ନଥିଲେ ମଣିଷ ବଞ୍ଚି ପାରିବନି। ଆଉ ସେଇଟା ହଉଛି ନାଭି ଚକ୍ର ଦ୍ଵାରା ପ୍ରଭାବିତ ହଉଛି। ଆଚ୍ଛା, ନାଭି ଚକ୍ର ଦେଖନ୍ତୁ, ନାଭି ଚକ୍ର ମଣିଷ ଯେତେବେଳେ ଜନ୍ମ ନଉଛି, ପିଲା ଯେତେବେଳେ ଜନ୍ମ ନଉଛି, ସେଇ ପିଲାର ଖାଦ୍ୟପେୟ ପାଟି ବାଟେ ନ ଯାଏନି। ଯୋଉ ମା ପେଟରେ ରୁହେ 10 ମାସ, ସେ ନା ଖାଏ ପାଟି ବାଟେ, ନା ଝାଡା ଯାଏ, ନା ନିଶ୍ୱାସ ନିଏ, ସେ କିଛି କରେ ନା ନିଶ୍ୱାସ ନବ, ନା ଖାଦ୍ୟ ଖାଇବ, ନା ଘୁଙ୍ଗୁଡି ମାରିବ, କଣ କରିବ ସେ କିଛି କରେନି। ସେଠି ଆରାମଦାୟକ ଜାଗା, ଖାଦ୍ୟ ଅଟୋମେଟିକ ଯାଏ ତା ଭିତରକୁ, ସେ ଖାଏନି, ଖାଦ୍ୟ ଯାଏ, ନିଶ୍ୱାସ ନିଏନି, ବଞ୍ଚେ। ଆଠାରୁ ଆଶ୍ଚର୍ଯ୍ୟ ଜିନିଷ କଣ ଅଛି ଦେଖିଲେ? କୋଉ ବାଟେ ଯାଏ ନା ନାଭି ବାଟେ ଯାଏ। ମାର ନାଭି ସହିତ ପିଲାର ନାଭି କନେକ୍ସନ ଥାଏ। ଦେଖିବେ ତୁମର ଯୋଉ ଅଲ୍ଟ୍ରାସାଉଣ୍ଡ ହଉଛି ବା ବିଜ୍ଞାନ ଯନ୍ତ୍ର ଯୋଉ ରହିଛି, ଦେଖୁଛନି ଗୋଟେ ଭାସିଲା ଭଳିଆ ପିଲାଟା ଥିବ, ଆଉ ନାଭି ବାଟେ କନେକ୍ସନ ଥିବ। ଖାଦ୍ୟ ଖାଇଲା, ଯେତେବେଳେ ଜନ୍ମ ନେଲା ନାଭିକି କାଟି ଦିଆଯାଏ। ଜନ୍ମ ନଉନୁ ନାଭି କାଟି ଦିଅନ୍ତି। ତାହେଲେ ସେ ପର୍ଯ୍ୟନ୍ତ ନ କାଟିଲା ପର୍ଯ୍ୟନ୍ତ ନାଭି ଦ୍ଵାରା ସିଏ ଥାଏ, ଖାଦ୍ୟଟା ଥାଏ, ସବୁ କିଛି ଥାଏ। ଯେତେବେଳେ ନାଭି କଟିଗଲା, ଖାଦ୍ୟ କଟିଗଲା, ନିଶ୍ୱାସ କଟିଗଲା, ନିଶ୍ୱାସ ମଧ୍ୟ ସେଇଠି ନଉଥିଲା, ସବୁ ଶକ୍ତି ପ୍ରବାହିତ ହଉଥିଲା, କଟିଗଲା। ତାପରେ କଣ କରିବ ସିଏ? ପିଲା ପୁଣି ସତେଜ କେମିତି ହବ? ନିଜ ପୁଣି ନାକ ବାଟେ ନିଶ୍ୱାସ ଆରମ୍ଭ ହବ। ଯେତେବେଳେ ଏଇଟା କଟିଯିବ, ନାକ ବାଟେ ନିଶ୍ୱାସ ଆରମ୍ଭ ହବ, ଫାଷ୍ଟ ଟୁ ବ୍ରିଦିଂ। ତାପରେ କାନ୍ଦିବ, ଆଗେ ନିଶ୍ୱାସ ନବ, ତାପରେ କାନ୍ଦିବ। ଦେଖିବେ ଯୋଉ ପିଲା ନ କାନ୍ଦିଲା, ଯଦି 3 ମିନିଟ ଭିତରେ ନିଶ୍ୱାସ ନ ନେଲା, ତାହେଲେ ଡେଥ୍ ହେଇଯିବ ପିଲା। ତେଣୁ ଡକ୍ଟର ମାନେ ବା ଆମର ଗାଁରେ ଯୋଉ ଅଛନ୍ତି ପ୍ରସବ ଦାୟିତ୍ୱରେ ଅଛନ୍ତି, ଆଗେ ଯୋଉ ମା ମାନେ ପ୍ରସବ ଆଉ ତ ମେଡିକାଲ ଯାଉନଥିଲେ, ଗାଁରେ ସବୁ ଘରେ କରାଉଥିଲେ, ସେମାନେ ବି ପ୍ରମ୍ପ୍ଟ ଅଛନ୍ତି। ସେମାନେ କେମିତି ହେଇପାରିବ ଜାଣନ୍ତି। ପିଲାଙ୍କ ଗୋଡକୁ ଟେକିଦେବେ, ଯଦି ନ କାନ୍ଦିଲା ପିଲାଙ୍କ ଗୋଡକୁ ଟେକିଦେବେ, ବାଡେଇଦେବେ, ନିଶ୍ୱାସ ଚାଲିବ। ନିଶ୍ୱାସଟା ଜାମ୍ ହେଇଯାଇଥାଏ, ବେଳେ ବେଳେ ମାନେ ନାକରେ ବନ୍ଦ ହେଇଯାଇଥାଏ, ଏଟାକୁ ହଲେଇ ଦେବେ, ଚିପି ଦେବେ, ପେଟକୁ ଟିକେ କରିଦେବେ, ସେଠୁ ନିଶ୍ୱାସ ଚାଲିବ। ଯଦି ନିଶ୍ୱାସ ନ ଚାଲିଲା, ତାହେଲେ ପିଲା କାନ୍ଦିବନି। ପିଲା ୱାନ୍ସ କାନ୍ଦିଲା ମାନେ ଜାଣିବ ଠିକ ଅଛି,
मोर कहवा कथा एतिकी थिला जे नाभिर इंपोर्टेंस देखो पूर्वर नाभि बाटे जाउथि आ सेठी गोटे जा कहते जेन मस्तिष्क रही ब्रेन अच्छे सेमती मणिपुर चक्र गोटे ब्रेन मणिपुर चक्र गोटे उदरगत मस्तिष्क एब्डोमिनाल ब्रेन एब्डोमिनाल ब्रेन उदरगत मस्तिष्क ये गोटे मस्तिष्क अच्छी सी गोटे मस्तिष्क तेणु केते इंपोर्टेंट अनुभव कर गोटे पिला जीवनी शक्ति जो जीव जीव भाव ब्रेन रहा नाभि रहा जीवन जो जीव शक्ति बा जीवनी शक्ति नाभि अच्छी देखिए जो नाभि गोटे स्पंदन सृष्टि हो धक 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 हो नाभि भितर तेणु से जीव को आमे अर्जुन को नहीं गले जीव भाव आ कृष्ण को परम शक्ति भाव नहीं गले जीव परम परम आज्ञा रहा जीव नाभि रहा तेणु जीव परमर भेट हम केबे ना जीव जो चाहिए परम सहित भेट कर भेट कर गोटे एभली इंपोर्टेंस चक्र दिखाई सी हूँ नाभि मणिपुर अर्जुन सदृश आ पांडव माने 5टी चक्र रोचे गोटे कैलकुलेशन कर दिया गला जेमती आकाश वायु अग्नि अग्नि है तेज शक्ति रहा तापर जल पृथ्वी ये 5 तत्व 5 भाई तले रहिले कूलकुंडल शक्ति केन्द्र बा द्रौपदी ऊपर तो कृष्ण सरीगला महाभारत तुम शरीर में महाभारत सरीगला ये सब कोठी रहा ना से जो चक्र रही पछपटे रही चक्र गुड़ा पछपटे अच्छे स्पाइनल तेणु नाभि चक्र महत्व बुझंतु तुम्हें जीवनी शक्ति नहीं सेठी रही से एभली सिचुएशन रखा जाए नाभि की एक 10टी कनेक्शन रहा 10टा जगह सी प्रभावित करुच्ची तादर 2टी ग्रंथि होची कौन ना गोटे ग्रंथि होची पैनक्रियास आ गोटे ग्रंथि होची एड्रेनल पैनक्रियास को प्रभावित करुच्ची किए नाभि चक्र बुझिले नाभि चक्र पैनक्रियास को कंट्रोल करुच्ची जदि पैनक्रियास ग्रंथि अधिक शक्तिशाली हुए जदि पैनक्रियास ग्रंथि अधिक शक्तिशाली हुए तेबे शरीर शर्करा कम जाए बुझिपारे ता द्वारा कौन हुए ना निम्न रक्तचाप हुए लो ब्लड प्रेशर सृष्टि हो जदि क्रियाशीलता कमी जाए तेबे शरीर रे इंसुलिन भाग कमी जाए फलत डायबिटीज सृष्टि एटा होची गोटे मेन इंपोर्टेंट फैक्टर नाभिर नाभि जेहेतु कंडक्ट करूची काकू पैनक्रियास को आ से पैनक्रियास रे एयर थळी अछि एयर थळी अछि तेणु एयर रु जानी अग्नि सृष्टि होची एयर रु अग्नि सृष्टि होची तेणु एयर टा जदि ठीक भाव नियंत्रण न होला जेहेतु पैनक्रियास बाम पट पिंजरा तले
ଏୟାର ଥଳି ଅଛି, ସେଇଟା ଯଦି ଠିକ ଭାବରେ ନିୟନ୍ତ୍ରଣ ନହେଲା ତାହେଲେ ଅଗ୍ନିର ତାପ, ଅଗ୍ନିର ପ୍ରଭାବ ଶକ୍ତି ସେତେଟା ସକ୍ରିୟ ହବନି। ତେଣୁ ନାଭି ଚକ୍ର ପାଖରେ ଯୋଉ ସ୍ପନ୍ଦନ ରହିଛି ବା ଧକ ଧକ ହଉଛି, ଗୋଟେ ଦୁକୁ ଦୁକି ବା ଗୋଟେ ସ୍ପନ୍ଦନ କରୁଛି ନାଭି ଚକ୍ରକୁ, ସେଇଟା ବେଳେ ବେଳେ କଣ ଡିସପ୍ଲେସ ହେଇଯାଏ। କାହିଁକି ଡିସପ୍ଲେସ ହୁଏ? ଏବେ ଯୋଉ କହୁଥିଲେ ଯେ ଶରୀର ଯଦି ଆମ ମନଟାକୁ ଠିକ ରଖିବା ତାହେଲେ ଶରୀର ଠିକ ରହିବ। ଠିକ ଅଛି, ଏଇଠି ଆସନ୍ତୁ ପ୍ରମାଣ କରିବା। ଯଦି ମନରେ ଭୟ ସୃଷ୍ଟି ହବ ତାହେଲେ ନାଭି ଚକ୍ର ଡିସପ୍ଲେସ ହବ। ଦେଖନ୍ତୁ, ମନ ଦ୍ଵାରା କେମିତି ଶରୀର ଲିଙ୍କ ରହୁଛି, ମନ ସହିତ କେମିତି ପ୍ରଭାବିତ ହଉଛି ଶରୀର। ଯଦି କୌଣସି କାରଣରୁ ତୁମେ ଅତ୍ୟଧିକ ଭୟ ପାଇଗଲ, ଆଉ ସେଇଟା ତ ଭୟ ସେଇଟା ଭୟ ସୃଷ୍ଟି କରିବାର ଜାଗା ଅଛି, ସତେଜ କରିବାର ଜାଗା ଅଛି। ମାନେ ମଣିଷକୁ ନିର୍ଭୟ ପ୍ରଦାନ କରିବ ସେ ଜାଗା। ଆଡ୍ରେନାଲ ଗ୍ରନ୍ଥିକି ଉଠେଇକି। ତେଣୁ ତୁମେ ଭୟ, କୌଣସି କାରଣରୁ ଭୟଭୀତ ହେଇଗଲ ତାହେଲେ ସେ ଡିସପ୍ଲେସ ହେଇଯିବ। ଡିସପ୍ଲେସ ମାନେ କକ୍ଷଚ୍ୟୁତ, ନିଜ କକ୍ଷରୁ ଅଲଗା ହେଇଯିବ। ସୂର୍ଯ୍ୟ ଯୋଉ କକ୍ଷରେ ଅଛି, ସୂର୍ଯ୍ୟ ଅଲଗା ହେଇଯିବ। ସୂର୍ଯ୍ୟ ତ ମହାକର୍ଷଣ ଶକ୍ତି ଏକ ପ୍ରକାର ସୃଷ୍ଟି କରୁଛି, ଅନ୍ୟ ଗ୍ରହ ଗୁରା ତା ଚାରିପଟରେ ବୁଲୁଛି। ଯଦିଓ ମହାକର୍ଷଣ ଶକ୍ତି ଭିତରେ ସୂର୍ଯ୍ୟ ଅଛି, ସୂର୍ଯ୍ୟର ମହାକର୍ଷଣ ଶକ୍ତି ଭିତରେ ଏମାନେ ଅଛନ୍ତି, ତାର ରେଡିଏସନ ସେ ସବୁ ଘୁରୁଛନ୍ତି ତାର ଚତୁର୍ଦିଗରେ। ବୁଧ ନିକଟତମ ଗ୍ରହ, ତାପରେ ଶୁକ୍ର, ତାପରେ ପୃଥିବୀ କ୍ରମାନ୍ୱୟରେ ଅଛନ୍ତି। ତେଣୁ ସୂର୍ଯ୍ୟ ଯଦି ଡିସପ୍ଲେସ ହେଇଗଲା ତା କକ୍ଷରୁ, ଅନ୍ୟ ଗ୍ରହର ଅବସ୍ଥା କଣ ହବ ବା ସାରା ପୃଥିବୀର ଅବସ୍ଥା କଣ ହବ? ପୃଥିବୀ ଡାଇବେଟିସ ହବ କି ନାଇଁ? କୁହ। ସୂର୍ଯ୍ୟ ଯଦି ସେଇ ସ୍ଥାନରୁ ଛୁଟି ନେଇଯିବ, କିଛି ଦିନ କୁଆଡେ ପଳେଇବ, ଭା ନେଇଯିବ, ପୃଥିବୀର ଅବସ୍ଥା କଣ ହବ? ରୋଭର ପ୍ରଜ୍ଞାନ ଅବସ୍ଥା କଣ ହେଲା? -200 ଡିଗ୍ରୀ, 14 ଦିନ ଅନ୍ଧାର ଚନ୍ଦ୍ରରେ। ତେଣୁ ବରଫ ପାଲଟିଗଲା। ସେ ଯନ୍ତ୍ର କୁ ବରଫରେ ଆଚ୍ଛାଦିତ କରିଦେଲା। ଆଉ ସେ ଉଠିବ କୋଉଠି? ସେ ସ୍ଲିପ ମୁଡରେ ଥାଉ ବା ଡିପ୍ ମୁଡରେ ଥାଉ ବା ଅନ୍ ମୁଡରେ ଥାଉ, ଯାହା ଥାଉ, ସିଏ ଆଉ ଉଠିବ ନାହିଁ। କାରଣ ସୂର୍ଯ୍ୟଙ୍କର ପ୍ରଭାବ ସେଠି କ୍ରିୟାଶୀଳ ହେଲାନି। 14 ଦିନ ରହିଲା। ଆମର ଗୋଟେ ଦିନ 12 ଘଣ୍ଟାଟା ତାଙ୍କର 14 ଦିନ ସହିତ ସମାନ। ତେଣୁ ଯଦି 14 ଦିନ ଅନ୍ଧାର ରହିଯାଉଛି ଚନ୍ଦ୍ରର ଗୋଟେ କକ୍ଷ, ଗୋଟେ ଫାଳ, ତାହେଲେ ତା ଅବସ୍ଥା କଣ ହଉଛି ଦେଖନ୍ତୁ। ଯଦି ସୂର୍ଯ୍ୟ ଉଭାନ ହେଇଯିବ ପୃଥିବୀରୁ, ପୃଥିବୀ ଉପରେ ତାର କିରଣ ନ ପଡିବ, ପୃଥିବୀର ଅବସ୍ଥା କଣ ହବ? ନା ଗଛ ଉଠିବ, ନା କଣ ହବ? କିଛି ହବନି। ସବୁଆଡେ ହାହାକାର ସୃଷ୍ଟି ହେଇଯିବ। କୁଆଡେ ଗଲ ସୂର୍ଯ୍ୟ? ମୁଁ ସେଇଥିପାଇଁ କହୁଥିଲି ଆଜି ସୂର୍ଯ୍ୟର କେତେ ଶକ୍ତି ଅଛି। କୋଟିଏ ନ୍ୟୁକ୍ଲିୟର ଗୋଟେ ସେକେଣ୍ଡରେ ସୃଷ୍ଟି କରିପାରୁଛି, ଆଟମିକ ପାୱାର। ତେଣୁ ସେଇ ସୂର୍ଯ୍ୟ ଯଦି ଡିସପ୍ଲେସ ହେଇଯାଏ, ପୃଥିବୀର ଯୋଉ ଅବସ୍ଥା ହବ, ତୁମର ସୂର୍ଯ୍ୟ ଯଦି ସେଇ ନାଭି ଚକ୍ରରୁ କକ୍ଷଚ୍ୟୁତ ହୁଏ, ସେଣ୍ଟ୍ରାଲାଇଜ ହେଇପାରିଲା ନାହିଁ, ତାହେଲେ ତୁମର ଡାଇବେଟିସ ହବ, ଲୋ ବ୍ଲଡ ପ୍ରେସର, ଆଡ୍ରେନାଲ ଡିଫେକ୍ଟିଭ ହେଇଯିବ, ପାନକ୍ରିଆସ ଡିଫେକ୍ଟିଭ ହେଇଯିବ, ପାଚନ ଶକ୍ତି ମିଳିବନି, ଶର୍କରା ପରିପାକ କରିବା ପାଇଁ ସକ୍ଷମ ହବନି। କିଏ? ପାନକ୍ରିଆସ ଡିସପ୍ଲେସ ହେଇଗଲା। ଆଉ କେମିତି ପାଇବ ଲାଇଟ? ଦେଖନ୍ତୁ, ଗୋଟେ କଣା ଅଛି, ମନେ କରନ୍ତୁ ଗୋଟେ କଣା। ସେ କଣାରେ ତୁମେ ଗୋଟେ ଟର୍ଚ ଲାଇଟ ଫୋକସ କରୁଛ ଆଗକୁ, କ୍ଲିୟର ହେଇଗଲା, ଆଗଟା ଦେଖାଯାଉଛି। ଯୋଉଠି ପଡିଲା ଟର୍ଚ ଲାଇଟ, ସେଇ କଣାରେ
बा गोटे होल करिछ कोनोसी बोर्ड रे सेठी टॉर्च लाइट पकौछ आगु देखा जाउछ तमे टॉर्च को घुंचै दो किछि अंश रे अधा घुंचै दो आ लाइट पड़ियो जदियो पड़ियो कम लाइट पड़ियो अधा लाइट पड़ला आ अधा रहला सेमती एग्जैक्ट सेमती जेतले सूर्य डिस्प्लेस हो गले सूर्य केंद्र डिस्प्लेस हो गले से ढळी की रहउछन गोटे परदा ऊपर मन करंत सूर्य ढळी की रहउछन गोटे ढळ ढळ होउछन ना ऊपर को उठिबेनी से केबे जदि खसिबे लेफ्ट को न राइट के नले तळ मु अनुभव करछि मु स्वयं अनुभव कर पेट रु जदि से छाड़ी गला से पर्दाटा पेट लागी रही उदर आवरण सहित लगी जदि छाड़ी गला मन करंतु दुई हाथ लागिला पापुली लागिला गोटे पापुली छाड़ी गला जोटा परदाटा अछि सेटा तुम अनुभव करियो पेट भीतर सेटा तुम अनुभव करियो आ पेटटा अनुभव हो ऊपर नाभि ऊपर जो चमड़ा बा आवरण तुम अनुभव करि परियोनी पेटर सेटा भीतर अनुभव करथो जोटा लागी बारु पेटरे पेटटा को तुम अनुभव करछो सक्रिय आ सेटा छाड़ी जीव पेटरू तुम सेटा को अनुभव करियो आ पेटटा को अनुभव करि परियोनी बुझ परछन कि नै हम कहि परनु सेटा लागिबार पेटरे तुम पेट को अनुभव करियो मो पेट अछि शक्ति अछि खाद्य जाउ सब के सियो लगा है जीव सेटा अनुभव करियो आगटा अनुभव हबनी मो अनुभव कर तेणु नाभि चक्र को सेंट्रलाइज करिया पई जो मेथड अछि सेटा योग शास्त्र रे वर्णित योग शास्त्र रे जो मेथड करा जायछि ताकू सेंट्रलाइज करिया पई मेडिकल साइंस कोन डॉक्टर आ ऊपर कहबे मु जानि जे कक्षच्युत हुए कि न हुए कौन हुए मु कहि परिबे मेडिकल साइंस रे कोन अछि किंतु योग शास्त्र को आमे जे अनुभव करिछु केते गोटे पेशेंट ऊपर अप्लाई करिछु संगे संगे विद इन 1 आवर नहीं तो 2 आवर्स भीतर से ठीक है मु बहुत रोगी परीक्षा करछि आपरे जो मान डिस्प्लेस है तांको कक्षच्युत करा जायथिबा जो नाभि चक्र को आमे सेंट्रलाइज करिछु फेरी आनिछु योग शक्ति योग प्रक्रिया अनुसार संगे संगे ठीक है जीव शक्ति मिल गला निर्भय है जीव सब किछि है जीव परिवर्तन शरीर समस्त परिवर्तन देखा दब आउ जदि नाभि चक्र डिस्प्लेस हैला बा इनएक्टिव हे गला जानिबो नाभिरु बा नाभि नुए सोलार प्लेक्सस ने सोलार नुए हमर डायाफ्राम रु ता ऊपर जो रही सेठू भी तल अवयव जेते अछि सब इनएक्टिव हे जो जदि नाभि चक्र डिस्प्लेस हैला तल अवयव जेते अछि तम गॉल ब्लैडर अछि तळी पेट अछि गाइनिंग साइड अछि तुमर सेक्स ऑर्गन अछि तापर तुमर जो मूत्राशय अछि जेते प्रकार अवयव तळु को अछि जेते झुलिकरी सब इनएक्टिव हे जो गोड़ भी जदि इनएक्टिव हैला जदि ये इनएक्टिव हैला ये सब जानक देखा दो तेणु आउटे जो चक्र अछि कटि गला कि हां कटि जाय The recording has started. कोड कटिला आपण जो नाभि चक्र सेटिंग डिस्प्ले सेट है तो सेटिंग करके सेट आरंभ केते मिनिट हेलान कहले आपण तो ता मिनिट बार कनेक्शन नथिले बोले कटि जाउची केते हौ
नाभि चक्र जदि डिस्प्लेस हैला ताहले तुमर एटा मु कहउथिले सुनि नथिबो ताहले तुमर सोलार फ्लेक्सस बा ता ऊपर को होची डायाफ्राम जो पिंजरा तळ मझी जगाटा डायाफ्राम बुझिले डायाफ्राम ओडिया होची कोन ना मध्यछदा पाखरु तळकु जेते अवयव अछि सबु डिस्प्लेस सबु अकामी हो नाभि चक्र पैनक्रियास आड्रेनाल तो उपरु गला तुमर तळी पेट तुमर गाइनिंग साइड टा पुरुष मानकर शुक्राशय यूरिन सेक्टर ये सब जाक आउ जेते जा अछि उदर आवरण ये सब अकामी हो आस्ते आस्ते निष्क्रिय हो जाए एपरि कि गोड़ मध्य निष्क्रिय हो जाए जदि ये इनएक्टिव हैला ता सहित तुमर वीरत्व साहस उद्दीपना आग्रह ये सब नष्ट हो जाए कारण एटा तळ नष्ट हैला ऊपर मध्य नष्ट हो कोन ना ऊपर जो एड्रेनल जाइए ऊपर को मुंड को जाइए ब्रेन को जाइए सेटा मध्य इनएक्टिव हो जाए आ सेटा एड्रेनल ता कोन तुमरो सृष्टि करची तुम भितरे इनएक्टिव हो गला ताले एड्रेनल तुमको भय सृष्टि करे दो भय सृष्टि हो तमे गोटे शत्रु को देखले जेमती दमन करिया इच्छा हो तुम निजे फेरी आसब ता पाखु जाई परिबनी जदि डिस्प्लेस है जानि तुम सामना करि परिबो अर्जुन कोन हेडी वीरत्वर प्रतीक नुहे नाभिरे जो अर्जुन अछि से तो वीरत्वर प्रतीक साहसर प्रतीक विजयर प्रतीक जदि नाभि चक्र एटलिस्ट कार ठीक थिबो से जय करि परिबो सब किछि तार विपरीत जदि ठीक नाही तो पराजय भय सृष्टि हो एड्रेनल काम सेटा तेणु एटा जदि कम परिमाण रे एड्रेनल काम कला ताले कोन उच्च रक्तचाप सृष्टि हो हाई ब्लड प्रेशर अम्ल दोष पित्ताशय मन बमन आ मुंड बिंधा एटा उपरु जाउ एई जदि एटा इनएक्टिव हैला मनुष्य असामाजिक काम करियो निजर कुप्रवृत्ति को चरितार्थ करिया पई शक्तिर अपचय करियो बाह्य आडंबर स्वभाव युक्त है तेणु सदाबले अशांत होकर रहिबा छोट छोट कथारे से बिगिड़ीबा निज उपरे नियंत्रण हरेबा मिछ कहवा कपटी हवा आहार रे संयम रक्षा करि परिबनी आउ सदाबले भीतस्थ होकर रहिबा जदि एड्रेनल इनएक्टिव है ऊपर तेणु अनुभव करंतु ये जो चक्र मणिपुर चक्र ये जिते गुड़े आलोचना कले एथुर देखंतु से केते इंपोर्टेंट जदि तुम्हें मुंडरे कोडी बोझ नदी थिवो कांधर भी अधिकांश लोक बाउंगी नदी की धान नियंती देखिथे धान भार गोटे झीटा एठिक आसला सर्ट फुट फोपाड़ूला से टाणी होगा ता मेरुदंड तेणु अधिक मुंडरे नदीवा बोझ उच्च स्थान खसी पड़ा कांधरे बोझ नदीवा किंबा पड़िकी केतळे सेटा डिस्प्लेस हो जाए उच्च स्थान गली पड़े डिस्प्लेस हो जाए
ଭୟ ହେଲେ ଡିସପ୍ଲେସ୍ ହବ। ଜାଣିବ ଏଇଟା ତାର କାରଣ, ଡିସପ୍ଲେସ୍ ହବାର କାରଣ। ତାକୁ ସହଜରେ ତୁମେ କେନ୍ଦ୍ରକୁ ଆଣିପାରିବ କୋଉଠି ନା ଟାବଲେଟ ଦ୍ଵାରା ନୁହେଁ। କୌଣସି ଔଷଧ ଖାଇଲେ ସେ କେନ୍ଦ୍ରକୁ ଆସିବନି। ତାର କେତେ ଗୁଡେ ପ୍ରୋସେସ ଅଛି। ଦୀପ ଜାଳିଲେ ଆସିବ, ଦୁଇ ଗୋଡକୁ ଟାଣିଲେ ଆସିବ। ଦୁଇ ଗୋଡ ନା ଦୁଇ ଗୋଡ ତାର ଅପୋଜିଟ, ଦୁଇ ଗୋଡ ଏବଂ ତାର ଅପୋଜିଟ, ଗୋଟେ ଗୋଡର ତାର ଅପୋଜିଟ ହାତ। ବାଁ ଗୋଡ ଯଦି ଟାଣିବ ଡାହାଣ ହାତ, ତେଣୁ ବାଁ ହାତ ଟାଣିଲେ ଡାହାଣ ଗୋଡ ଟାଣିବ। ସେପଟୁ ଜଣେ ଟାଣିବ, ଏପଟୁ ଟାଣିବ। ତେଣୁ ଯାହା ଦ୍ୱାରା କି ଏଇଟା ତା ମାନେ ନୁହେଁ ଯେ ତୁମେ ଟାଣିକି ଠିକ କରିବ। ଏ ଅଭିଜ୍ଞ ଯୋଗ ଶିକ୍ଷକ ପାଖରେ ପହଞ୍ଚିକିରି ଯୋଉମାନେ ଏକ୍ସପିରିଏନ୍ସ ଅଛି ତାଙ୍କ ଦ୍ୱାରା ଏ କାମ କରାଯାଏ। ଆମେ କେତେଗୁଡେ ଏମିତି କରିଛୁ, ଦୀପ ଜାଳିଛୁ, ସେ ଟାଣିଛୁ, ଆଉ ଯୋଗ କ୍ରିୟା ମାଧ୍ୟମରେ ତାଙ୍କୁ ସେଣ୍ଟ୍ରାଲାଇଜ କରାଯାଏ। ଦେଖିଲା ପରେ ନାଭିଚକ୍ର କେମିତି, ଏଇଟା ଗୋଟେ ଇମ୍ପୋର୍ଟାଣ୍ଟ କଥା। ଦେଖିବା କେମିତି, ଜାଣିବା କେମିତି କକ୍ଷଚ୍ୟୁତ ହେଇଛି, କେମିତି ଜାଣିବା? ମାନେ ସେ ପେସେଣ୍ଟକୁ ବା ସେ ରୋଗୀକି ସିଧାରେ ଶୋଇଦେବେ, ଶୋଇ ଦେଇକି ଦୁଇ ହାତକୁ ଦୁଇ ସାଇଡରେ ଜାକିକି ରଖିବେ, ଗୋଡ ଦିଟା ସିଧା ରଖିବେ ଏବଂ ନାଭି ଚକ୍ର ଭିତରେ ଆଙ୍ଗୁଠି ପୁରେଇ, ବିଶି ଆଙ୍ଗୁଠି ପୁରେଇକି ଦେଖିବେ ସେ କୋଉଠି ଅଛି। ଯଦି ସେଣ୍ଟରରେ ନ ଲାଗିଲା ଜାଣିବେ କକ୍ଷଚ୍ୟୁତ ହେଇଛି। ତୁମେ କେମିତି ଜାଣିବ ସେଣ୍ଟରରେ ଅଛି କି ନାହିଁ? ଏ ତ ଏକ୍ସପିରିଏନ୍ସ କଥା। ଆଉ ବାଁରେ ଅଛି କି ଡାହାଣରେ ଅଛି, ତଳେ ଅଛି, କେମିତି ଜାଣିବ? ସେଥିପାଇଁ ଜଣେ ଯୋଗ ଶିକ୍ଷକ, ଅଭିଜ୍ଞ ଯୋଗ ଶିକ୍ଷକ ପାଖରେ ଏସବୁ ଜଣାଯାଏ। ଇଏ ହଉଛି ତାର ଡିସପ୍ଲେସ ର ଜାଣିବାର ମାଧ୍ୟମ। ଡିସପ୍ଲେସ ହେଇଛି ସୂଚନା ମିଳିବ। ଆଉ ଡିସପ୍ଲେସ ସେଇଟା ସୂଚନା ନା, ଆଉ ଗୋଟେ ସୂଚନା ହଉଛି ତୁମ ଦୁଇ ପାପୁଲିକି ଯୋଡି ଦିଅନ୍ତୁ। ଦୁଇ ପାପୁଲିକି ଯୋଡି ଦେବେ, ଦେଖିବେ ଗୋଟେ ଗାର ଅଛି, ସେପଟ ଗାର ଏପଟ ଗାରରେ ଦୁଇ ପାପୁଲିର ମିଶି, ମାନେ ଯୋଡିବା ଅର୍ଥ ଆଞ୍ଜୁଳା କରିବା। ଆଞ୍ଜୁଳା କରନ୍ତୁ, ଦେଖିବେ ଦୁଇ କାଣି ଆଙ୍ଗୁଠି ଯଦି ସମାନ ରହିବ ଏବଂ ସେ ଗାର ସମାନ କରିବେ, ଦୁଇ କାଣି ଆଙ୍ଗୁଠି ସମାନ କରିବେ, ଜାଣିବ କେନ୍ଦ୍ରଚ୍ୟୁତ ହେଇନି ନାଭି ଚକ୍ର। ଦେଖନ୍ତୁ, ଏବେ ବି ଦେଖିପାରିବେ। ଦେଖନ୍ତୁ, ଆଞ୍ଜୁଳା କରନ୍ତୁ, ଆଞ୍ଜୁଳାରେ ଦୁଇଟି ଗାର, ଏକର ଗାର ସେକର ଗାର ଦୁଇ ପାପୁଲି ଆସି ଲାଗିବ, ତାକୁ ସମାନ ରଖିବେ ଏବଂ କାଣି ଆଙ୍ଗୁଠି ଦେଖିବେ ସମାନ ଅଛି। ଯଦି ସମାନ ଅଛି କାଣି ଆଙ୍ଗୁଠି ଦୁଇଟାଙ୍କୁ ମିଶେଇବେ, ଜାଣିବେ ସେଣ୍ଟ୍ରାଲାଇଜ ଅଛି। ଇଏ ଗୋଟେ ମାଧ୍ୟମ ଜାଣିବା ପାଇଁ। ଆଉ ଯଦି ଛୋଟ ହେଇଥିବ କାଣି ଆଙ୍ଗୁଠି, ସେ କାଣି ଆଙ୍ଗୁଠି ଠାରୁ ଜାଣିବେ ଡିସପ୍ଲେସ ଅଛି। ବୁଝିପାରିଲେ? ଇଏ ଗୋଟେ ମାଧ୍ୟମ, ସୂତ୍ର ଜାଣିବା ପାଇଁ। କିନ୍ତୁ ଅନେକ ରହିଛି ଜାଣିବା ପାଇଁ। ତେଣୁ ଆଜି ତ ଆମେ ଏକ୍ସେସ ଟାଇମ ନେଲେ, ସମୟ ଯେତିକି ଏପଟରୁ କାଟିଥିଲେ ଆଗକୁ ମଧ୍ୟ ନେଲେ। ମୁଁ ଆଶା କରେ ଆଜିର ଯୋଉ ଆଲୋଚନା ହେଲା, କମ ହେଲେ ବି ବୁଝି ହେଇଥିବ। ଆଉ ଯଦି ନ ବୁଝି ହେଲା, ପୂର୍ବ ଆଲୋଚନାରେ ଆମେ ଯୋଉ ଆଲୋଚନା କରିଥିଲେ ସେଇଟା ଯଦି ୟୁଟ୍ୟୁବରେ ଆମେ ଛାଡ଼ିବୁ, ତାହେଲେ ସବୁ ବୁଝି ହେଇଯିବ। ଆମେ ଆଶା କରୁଛୁ ଛାଡିବା ପାଇଁ, ଦେଖିବା ଯଦି ସମ୍ଭବ ହୁଏ ଛଡା ଯାଇପାରିବ। ଆଉ ଏଇଠି ଗୋଟେ ମହତ୍ୱପୂର୍ଣ୍ଣ କଥା ମନେ ରଖନ୍ତୁ, ଯଦି ଏଇଟା ଠିକ ହେଇଯିବ, ଯଦି ଏଇ ଚକ୍ରକୁ ନିୟନ୍ତ୍ରଣ ଆଣି ଠିକ କରାଯାଏ, ତାହେଲେ ସମସ୍ତ ରୋଗ ଠିକ ହେଇଯିବ। ମନେ ରଖ, ସମସ୍ତ ରୋଗ। ଯଥା କିଏ ସେ, ତମେ ଜାଣିବ କେମିତି କିଆର ଡିସପ୍ଲେସ ହେଲା, କାହାର ମ୍ୟୁଟ ଡିସପ୍ଲେସ ହେଲା। ତେଣୁ ଜାଣିବେ ଯୋଉ ରୋଗ ସବୁ ହେଇଥିବ ତା ମଧ୍ୟରୁ ଲିଭର ଦୋଷ, ମାନସିକ ରୋଗ, ମଧୁମେହ ବା ଡାଇବେଟିସ, ଚର୍ମ ରୋଗ, ଯୋଉ ସ୍କିନ୍ ଡିଜିଜ ଚାରିଆଡେ କାହାର କଣ ହଉଛି ସେ ବି ଭଲ ହେଇଯିବ। ପାକସ୍ଥଳୀ ରୋଗ, ପିତ୍ତକୋଷ ରୋଗ, ସବୁ ସହଜରେ ଠିକ ହେଇଯିବ ବିନା ମେଡିସିନ। ହଉ, ଏଇଠି ରଖିବା। ଆପରେ ଯଦି କିଏ କହିବେ 5 ମିନିଟ ଭିତରେ କଣ କୁହନ୍ତୁ, ବୁଝିଲେ କି ନ ବୁଝିଲେ।
ନହେଲେ ପୁଣି ଆମେ ଆଲୋଚନା କରିବା ନେକ୍ସଟ କିଛି ନାହିଁ। କୁହନ୍ତୁ। ହଁ ଜୟଜୀ କୁହନ୍ତୁ। ଆଜ୍ଞା ଆଜ୍ଞା ଯୋଉ ପାନକ୍ରିୟାସର ଯୋଉ ଶକ୍ତିଟା ସେ କମିଗଲେ ନା ବଢିଗଲେ, ଯୋଉ ସୃଷ୍ଟି ହୁଏ ରୋଗ ସୃଷ୍ଟି ହଉଛି କମିଲେ ହଉଛି ନା ବଢିଗଲେ? କମିଲେ ହବ ବଢିଲେ ହବ, ସୃଷ୍ଟି ହଉଛି କମିଲେ ହବ ବଢିଲେ ହବ, କମିଲେ ହବ ବଢିଲେ ହବ। ତେଣୁ ଯେତିକି ବାଲାନ୍ସ ରହିବା ରେସିଓ ତା ଠିକ ରହିବା ଦରକାର, ବୁଝିଲେ? ତା ରେସିଓ ଠିକ ରହିବା ଦରକାର। ଯଦି ହାଇ ହବ, ଯଦି ଅଧିକ କ୍ରିୟାଶୀଳ ହେଇଯିବ, ବୁଝିଲେ, ଲୋ ବ୍ଲଡ ପ୍ରେସର ହେଇଯିବ, ବୁଝିଲେ? ଯଦି ଅଧିକ କ୍ରିୟାଶୀଳ ହବ ଲୋ ବ୍ଲଡ ପ୍ରେସର ହେଇଯିବ। ପାନକ୍ରିୟାସ ଗ୍ରନ୍ଥି 9 ନମ୍ବର। ହଁ, ପାନକ୍ରିୟାଟିକ ଫ୍ଲେକ୍ସସ୍, ଅଗ୍ନ୍ୟାଶୟ, ଅଗ୍ନ୍ୟାଶୟ, ଅଗ୍ନିର ଆଶ୍ରୟ, ଅଗ୍ନ୍ୟାଶ୍ରୟ ଆଉ କଣ, ଯୋଉଠି ଅଗ୍ନି ଅଛି। ଇମ୍ପୋର୍ଟାଣ୍ଟ ପ୍ଲେସ ଗୁଡା। 7 ନମ୍ବର ଗ୍ରନ୍ଥି ହଉଛି ଶୁକ୍ରାଶ୍ରୟ, ସ୍ପେର୍ନିଓଟିକ, ସ୍ତ୍ରୀର ବୀଜ ଗ୍ରନ୍ଥି। ପୁରୁଷର ଶୁକ୍ରାଶୟ, ସ୍ତ୍ରୀର ବୀଜ ଗ୍ରନ୍ଥି। 3 ନମ୍ବର ହେଲା ସ୍ପ୍ଲେନେନିକ ପ୍ଲେକ୍ସସ୍, ପ୍ଲିହା ଓ ରକ୍ତ ବାହିନୀ। SPELE ଲେଖନ୍ତି, SPELE NIC, NIC, plexus, PLEX US, PLEX US plexus, ପ୍ଲିହା ଓ ରକ୍ତ ବାହିନୀକୁ ଯାଇଥାଏ। ଓ ରକ୍ତ ବାହିନୀ ଗ୍ରନ୍ଥି ଯୋଉଟା ଅଛି, ଯୋଉଟା କହୁଛ ତୁମେ, ଯୋଉଟା କହୁଛ ସେଇଟା ହିଁ। ଆଉ କଣ କାହାର ଅଛି ପଚାରନ୍ତୁ। 6 ନମ୍ବରରେ ରେନାଲ ପ୍ଲେକ୍ସସ୍, ବୃକକ ବୃଷଣକୁ ଯାଇଥାଏ। ବୃକକ ବୃଷଣ। ଆଡ୍ରେନାଲ ଗ୍ରନ୍ଥି ଯଦି ବେଶୀ ହାଇ ହବ ତାହେଲେ ହାଇ ବ୍ଲଡ ପ୍ରେସର ହେଇଯିବ, ଅମ୍ଳ ଦୋଷ, ପିତ୍ତାଧିକ ପବନ ଏସବୁ ହବ। ତୁମେ ଆଗେ ନାଭି ଚକ୍ର ଭୟ ଯେତେ ସୃଷ୍ଟି ନ ହବ ସେତେ ସେଟା ଆକ୍ଟିଭ ହବ, ନିର୍ଭୟ ହେଇଯିବ ତୁମେ। ସେଇଟା ଠିକ ହେଲେ ଜାଣିବ ତ ନିର୍ଭୟରେ ବୁଲିବ, ସାରା ପୃଥିବୀରେ ତୁମେ ଟାଇଗର ହେଇଯିବ। ତୁମେ ବାଘ ଭଳି ଚାଲିବ, ତୁମକୁ ଭୟ କରିବେ, କିନ୍ତୁ ତୁମେ କାହାକୁ ଭୟ କରିବ? ଆଉ ଯାହାର ସେଇ ନାଭି ଚକ୍ର ଭୁଲ ଅଛି ବା କାର୍ଯ୍ୟକ୍ଷମ ନାହିଁ, ତାହେଲେ ଜାଣିବ ଭୀରୁତା ପ୍ରକାଶ କରିବ, ସବୁଆଡୁ ଅସୁବିଧା ହବ, ତମକୁ ସମସ୍ତେ ଆକ୍ରମଣ କରିବେ, ବୁଝିଲେ? ଟିକେ ଜାଣନ୍ତୁ। ତେଣୁ ସେଇଟା ଠିକ କଲେ ସବୁ ଠିକ ହେଇଯିବ। ତେଣୁ ଇମ୍ପୋର୍ଟାଣ୍ଟ କେତେ ଅନୁଭବ କରନ୍ତୁ, ଗୋଟିଏ ଚକ୍ର ଏତେ ଇମ୍ପୋର୍ଟାଣ୍ଟ ହେଲାଣି, 6ଟା ଚକ୍ର କେତେ ଇମ୍ପୋର୍ଟାଣ୍ଟ ହେଇଥିବ। ନା ସେପ୍ଟ୍ରିନ୍ ଦରକାର, ନା ତମର O2 ଦରକାର, ନା ହାଜମଲା ଦରକାର, କଣ ଦରକାର କୁହନ୍ତୁ? କିଛି ଦରକାର ନାହିଁ। କେତେ ଗୁଡେ ଔଷଧ ଅଛି, ତାର ସାଇଡ ଇଫେକ୍ଟ ଅଛି, ଏହାର ସାଇଡ ଇଫେକ୍ଟ କିଛି ନାହିଁ। ସାଇଡ ଇଫେକ୍ଟ ଆର କଣ କହିଲେ? ଆର ସାଇଡ ଇଫେକ୍ଟ ହଉଛି ଯେ ତୁମେ ଯୋଉ ଯୋଗ କରୁଛ, ଯଦି ଭୁଲ ଯୋଗ କରିବ ସାଇଡ ଇଫେକ୍ଟ ପଡିବ ହିଁ ପଡିବ। ଆମେ ଯୋଉ ସାଧନ ଦେଇଛୁ, ସେ ସାଧନର ବ୍ୟତିକ୍ରମ ଯିଏ କରିବ ତାର ପ୍ରଭାବ ପଡିବ, ବୁଝିଲେ? ତାର ପ୍ରଭାବ ପଡିବ ହିଁ ପଡିବ।
এইটা ସାଇଡ ଇଫେକ୍ଟ। ତେଣୁ ସେଇଥିପାଇଁ କୁହାହଉଛି ନା ଯୋଉ ଚକ୍ର ଯୋଉ ସାଧନ କରୁଛ କର, ଯଦି ନାଭି ଚକ୍ର ସାଧନ ଭୁଲ କରିବ ତାହେଲେ ତମେ ଅସୁବିଧାରେ ପଡିବ। ସେଇଥିପାଇଁ ଏଇଟା ବେଶୀ ବର୍ଣ୍ଣନା ଇମ୍ପୋର୍ଟାଣ୍ଟ ଦିଆହେଲା ଏବଂ ଜଣେଇ ଦିଆଗଲା। ଏଠି ଆସୁଛନ୍ତି ସମସ୍ତେ ଭୁଲ କରୁଛନ୍ତି ସାଧନ, ମୁଁ ଦେଖୁଛି ସବୁ କିଛି କିଛି ଭୁଲ ଅଛି, ମୁଁ ଦେଖୁଛି। ଜାଣନ୍ତିନି କାହିଁ କରାଯାଉଛି, ଯୋଉ ପେଟ ବୁଲଉଛନ୍ତି ଯାହା କରୁଛନ୍ତି କେମିତି କାହିଁକି କରାଯାଉଛି ସେମାନେ ଜାଣନ୍ତି, ଆଉ ଭୁଲ ହବନି। ଗୋଟେ ଗୋଟେ ଲୋକ ତ କେତେ 30 ଥର କୁଆଡେ ବୁଲଉଛନ୍ତି ସେ ପେଟକୁ, 60 ଥର ବୁଲଉଛନ୍ତି। ବଞ୍ଚିବେ ନା ମରିବେ? କିଏ ବୁଲେଇକି ଯାଉଛନ୍ତି ପୁଣି ଖସିଲା ବେଳକୁ ନାହିଁ ନୀଲ, କିଏ ବୁଲଉଛନ୍ତି ତ ଆସିଲା ବେଳକୁ ଅପୋଜିଟ ରେ ବୁଲଉଛନ୍ତି, ସେ ବି ରଙ୍ଗ। କିଏ କ୍ଲକ୍ ୱାଇଜ ବୁଲଉଛି, କିଏ ଆଣ୍ଟି କ୍ଲକ୍ ୱାଇଜ ବୁଲଉଛି, ସେ ବି ରଙ୍ଗ। ଟିକେ ଟିକେ ସାଧନ। ସୂର୍ଯ୍ୟ କେତେ ଇମ୍ପୋର୍ଟାଣ୍ଟ, ତେଣୁ ସେ ଚକ୍ର ସୂର୍ଯ୍ୟ ସମାନ, ସେଥିପାଇଁ ସୂର୍ଯ୍ୟ କେନ୍ଦ୍ର କୁହାଯାଉଛି। କୁହନ୍ତୁ ଆଉ କିଏ କଣ କହିବେ ଯଦି କୁହନ୍ତୁ। ଆଜି ବୁଝି ହେଲା କି? ମୁଁ ଯେତେ ସମ୍ଭବ ଚେଷ୍ଟା କରିଛି ବୁଝିବା ପାଇଁ, ବୁଝିଲେ? ଯଦି ଏତେ ସରଳରେ ନ ବୁଝି ହବ ଆଉ କଣ କରିବା? କୁହନ୍ତୁ ଆଉ କିଏ କଣ କହିବେ କୁହନ୍ତୁ, ବନ୍ଦ କରିବା ନହେଲେ। ଆଚ୍ଛା, ଏଇଟା ଯେ ନାଭି ଚକ୍ର ଗୋଟେ ଅଛି ଆଉ ତାର 10 ଦଳ ପଦ୍ମଟା ପାଖୁଡା ନୁହେଁ, କନେକ୍ସନ ଅଛି, ଆଗରୁ କିଏ ଜାଣିଥିଲେ କି? ତାର 10ଟା କନେକ୍ସନ ଅଛି। ସାଇନ୍ସ କହୁଛି ପୁରା ଡାଇରେକ୍ଟ କଣ୍ଟାକ୍ଟ କରୁଛି, ଇନଫ୍ଲୁଏନ୍ସ କରୁଛି, ନାଭିଟା ଇନଫ୍ଲୁଏନ୍ସ କରୁଛି ମଧ୍ୟ। ଏ କଥା କିଏ ଜାଣିଥିଲେ କି? ଯଦି ନ ଜାଣିଛନ୍ତି ତାହେଲେ ନୂଆ ଜ୍ଞାନ ହେଲା କି ନାହିଁ? ନୂଆ ଜ୍ଞାନ ଯଦି ହେଲା, ନୂଆ ପ୍ରଭାବ ପଡିବ କି ନାହିଁ ଶରୀର ଉପରେ? ଯୋଉ ପରମାଣୁ ସୃଷ୍ଟି ହେଲା ସେ ସକ୍ରିୟ ହବ କି ନାହିଁ ନୂଆ ଜ୍ଞାନରେ? ତେଣୁ ଯୋଗର ଜ୍ଞାନ ଯେତିକି ଥିଲା, ଯେତେବେଳେ ନାଭି ଚକ୍ରର ଜ୍ଞାନ ଆସିଗଲା ତୁମ ପାଖକୁ, ତୁମର ଉତ୍ସାହ ବଢିବ କି ନାହିଁ? ହଁ, ମୁଁ ଏଇ ସାଧନଟା କରୁଛି, ଏତେ କମ୍ପ୍ଲିକେଟେଡ, ଏତେ ମାନେ ରହିଛି ଆ ଦେହରେ ଆବଶ୍ୟକତା, ଯେ ନିଶ୍ଚିନ୍ତ ଭାବରେ ପ୍ରଭାବ ପକେଇବ କି ନାହିଁ? ବୁଝିଲେ କି? ତେଣୁ ପଢିବା ହିଁ ପଡିବ। ନୂଆ ଜ୍ଞାନ, ନୂଆ ସାଧନ, ନୂଆ ରକ୍ତ ସୃଷ୍ଟି ହେଇଯିବ। ନୂଆ ଭାବନା ସୃଷ୍ଟି ହେଲେ ନୂଆ ରକ୍ତ ସୃଷ୍ଟି ହବ, ନୂଆ ଶରୀର ସୃଷ୍ଟି ହବ, ନୂଆ ଉତ୍ସାହ ସୃଷ୍ଟି ହବ। ଏଇ ଯୋଉ ଇନଭିଜିବୁଲ ୱାର୍ଲଡ ଯୋଉ ଅଛି, ଦର୍ଶନ ହଉଛି, ସେ ପରିବର୍ତ୍ତନ ହେଇକିରି ଆଉ ଗୋଟେ ଭିଜିବୁଲ ହବ, ଗୋଟେ ଜଗତ। ଏ ଜଗତଟା ମିଥ୍ୟା ହେଇଗଲା, ତେଣୁ ସେ ଏଇ ଜଗତର ଜ୍ଞାନ ଅପେକ୍ଷା ଆଉ ଅନ୍ୟ ଜ୍ଞାନ ସୃଷ୍ଟି ହେଲା ତୁମ ଭିତରେ, ଶରୀର ଭିତରେ ପ୍ରଭାବ ପଡିବ। ହଉ, ଏଠି ରଖିବା। प्रणाम। जय जी, जय जी, जय जी, जय जी। हाँ प्रणाम। जय जी। गुरुमा प्रणाम।